ତାହାର ଆବର ମୈଥୁନ ସନ୍ଧି ସମୟରେ ଚାରୋଟି ଜିନିଷ କରାଯାଏ ନାହିଁ। ଗୋଟିଏ ହେଲା ନିଦ୍ରା ଯାଆନ୍ତିନି ବା କେହି ଶୁଅନ୍ତିନି, ଶୋଇବା ନିଷେଧ, ବିଦ୍ୟା ଅଧ୍ୟୟନ କରିବା ନିଷେଧ ଏବଂ ଆହାର କରିବା ଭୋଜନ କରିବା ନିଷେଧ, ମୈଥୁନ କରିବା ନିଷେଧ। ଇଏ ହେଉଛି ସନ୍ଧ୍ୟା ସମୟରେ ବର୍ଜନ। କରିବ କଣ ସନ୍ଧ୍ୟା ସମୟରେ? ନା ସନ୍ଧ୍ୟା ସମୟରେ ଯଜନ, ଯାଜନ, ସ୍ତୁତି, ସ୍ତବ, ସ୍ତୋତ୍ର, ପଠନ, ଆଳତି, ମହାପ୍ରଭୁଙ୍କ ଆରାଧନା ଏସବୁ କରିବ ସନ୍ଧ୍ୟା ସମୟରେ। ତେବେ ଏଇ ଯୋଉ ସନ୍ଧ୍ୟା ମହାପ୍ରଭୁ କଣ କରନ୍ତି ନା ରତ୍ନ ସିଂହାସନରେ 7 ଦିନ ମହାପ୍ରଭୁଙ୍କର ଅବଧି। କେମିତି? ଧରି ନିଅନ୍ତୁ ଦ୍ୱିତୀୟ ଦିନ ମହାପ୍ରଭୁଙ୍କର ରଥଯାତ୍ରା ହେଲା, ରଥ ଆସିଲା ପରେ ତୃତୀୟ ଦିନ ତାଙ୍କର ଆଡ଼ପ ବିଜେ। ତୃତୀୟା, ଚତୁର୍ଥୀ, ପଞ୍ଚମୀ, ଷଷ୍ଠୀ, ସପ୍ତମୀ, ଅଷ୍ଟମୀ, ନବମୀ, ଇଏ ହେଲା 7 ଦିନ। 7 ଦିନର ଅବଧି। 10ମୀ ଦିନ ପ୍ରତ୍ୟାବର୍ତ୍ତନ କରିବେ। କିନ୍ତୁ ବେଳେ ଏ ବର୍ଷ କଣ ଗଲା ବର୍ଷ ମଧ୍ୟ 6 ଦିନର ଅବଧି ଆମକୁ ମିଳିଛନ୍ତି। କେମିତି? ନା ଦ୍ୱିତୀୟ ଦିନ ଆସିଲା ପରେ ତୃତୀୟ ଦିନ ମହାପ୍ରଭୁ ଆଡ଼ପ ମଣ୍ଡପକୁ ଯାଇନାହାନ୍ତି। ଆଡ଼ପ ମଣ୍ଡପ ଭିତରେ ଦର୍ଶନ କଣ ନା 6 ଦିନ ଆମେ ପାଉଛେ। 6 ଦିନ ଆଡ଼ପ ମଣ୍ଡପ ଭିତରେ କଣ ପାଇଲେ ନା ଆମେ ପାଇଲେ କୋଉ ଦିନ ନା ଚତୁର୍ଥୀ ଦିନ ଠାରୁ। ଚତୁର୍ଥୀ ଦିନ ପାଇଲେ, ପଞ୍ଚମୀ ଦିନ ପାଇଲେ, ଷଷ୍ଠୀ ପାଇଲେ, ସପ୍ତମୀ ପାଇଲେ, ଅଷ୍ଟମୀ ପାଇଲେ, ନବମୀ ପାଇଲେ। 10ମୀ ଦିନ ଆଉ ଭିତରକୁ ପ୍ରବେଶ ନିଷେଧ। ମହାପ୍ରଭୁ ତ ନିଜେ ବାହାରକୁ ଆସିବେ, ଭିତରକୁ କିଏ ଛାଡ଼ିବ? କିନ୍ତୁ ମହାପ୍ରଭୁଙ୍କର ଅବଧି କଣ ନା ଆମେ ଏଇଥିପାଇଁ 7 ଦିନର ଅବଧି କହୁଛେ ଯେ ମହାପ୍ରଭୁ ଦର୍ଶନ ଆମକୁ ଦଉଛନ୍ତି, ସିଂହ ଦ୍ୱାରରେ ଦର୍ଶନ ଦେଇଥାନ୍ତି। ତେବେ ଯାହା ବି ହଉ ଏଇଠି ଗୋଟିଏ କଥା ହଉଛି କଣ, ଆଡ଼ପ ମଣ୍ଡପର ବା ଆଡ଼ପ ଯାତ୍ରାର ଗୋଟେ ଶ୍ରେଷ୍ଠ ନୀତି ହଉଛି ସନ୍ଧ୍ୟା ଦର୍ଶନ, ସପ୍ତାହ ପର୍ଯ୍ୟନ୍ତ ରହଣି। ଏବଂ କିନ୍ତୁ ଆକୁ କଣ କୁହାଯାଏ? ଏଇ ଯୋଉ ମଣ୍ଡପ ଆମେ ଦେଖୁଛେ ଆକୁ କୁହାଯାଏ ଯଜ୍ଞ ବେଦୀ, ଆକୁ ମହାବେଦୀ ବୋଲି କୁହାଯାଇଛି। ବେଦୀ ତ ବେଦୀ, ସମସ୍ତେ ବେଦୀ, କିନ୍ତୁ ୟାକୁ କୁହାଯାଏ ଇଏ ହଉଛି ମହାବେଦୀ। ତେଣୁ କିଛି ଗବେଷକଙ୍କ ମତରେ ମୁଖ୍ୟତଃ ହରିହର ମହାପାତ୍ରଙ୍କ ଯାହାକି ପୁସ୍ତକରେ ବିଗ୍ରହ ମାନଙ୍କ ସାଟପ ସ୍ଥିତିରୁ ଆଡ଼ପ ମଣ୍ଡପର ସୃଷ୍ଟି ବୋଲି ସେ କହନ୍ତି। ସେ ଯାହା ବି ଆମେ ତ ଆଡ଼ପ ମଣ୍ଡପ ଦେଖୁଛେ, କିନ୍ତୁ ପ୍ରଥମ କଥା ଆଜି ହଉଛି ସନ୍ଧ୍ୟା ଦର୍ଶନ, ପୁଣି ନବମୀ। ଆଚ୍ଛା, ସନ୍ଧ୍ୟା ଆମେ ଯଦି ଆଲୋକପାତ କରିବା, ଆଜି ସନ୍ଧ୍ୟାକୁ ଦେଖିବା। ସନ୍ଧ୍ୟା ଶବ୍ଦଟି ସନ୍ଧି ଶବ୍ଦରୁ ହିଁ ଆସିଛି। ସନ୍ଧ୍ୟା କାରଣ ୟା ସହିତ ସମୟର ସଂଯୋଗ ହେତୁ ଘଡ଼ି ସନ୍ଧି ଶବ୍ଦର ଉତ୍ପତ୍ତି ହେଇଛି। ଆମେ ଯୋଉ କହେ ଗୋଟେ ଘଡ଼ି ସନ୍ଧି ମୁହୂର୍ତ୍ତରେ ମୁଁ ପଢିଛି। ତେଣୁ ବିଶ୍ୱ ସୃଷ୍ଟିରେ ମହାପ୍ରଭୁ କୀଟରୁ ବ୍ରହ୍ମ ପର୍ଯ୍ୟନ୍ତ ସମସ୍ତ ଜୀବନକୁ ସମୟ ଚକ୍ରରେ ବାନ୍ଧି ରଖନ୍ତି। ଏହି ବନ୍ଧନରୁ ଜୀବ ପ୍ରଭୁଙ୍କ କୃପାରୁ ହିଁ ମୁକ୍ତି ଲାଭ କରିଥାଏ। ତେଣୁ କରି ସେ କଣ କରେ ନା ନବମୀ। Everyone felt this when Sarah Ali Khan said this. 100% लोगों की गंदी ऊर्जा चाहिए. You look at me, evil eye. Bad thing happened in my life. I'm not happy because you not happy your life. You look at me jealous. I not do well. You leave. ତେବେ ଏଇଠି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ରଥଯାତ୍ରା ଆଉ ବାହୁଡା ଯାତ୍ରା, ଯିଏକି ଶ୍ରୀଗୁଣ୍ଡିଚା ଆଉ ବାହୁଡା, ଇଏ 84 ଚକରେ ଅତିକ୍ରମ କଲା ବେଳେ ଜୀବ ତାଙ୍କରି ଦର୍ଶନରେ, ସନ୍ଧ୍ୟା ସମୟର ଦର୍ଶନରେ 84 ଲକ୍ଷ ଯୋନିରୁ 84 ନର୍କ ଅତିକ୍ରମ କରେ। କାରଣ ଯେତେ ଥର ସେ ଜନ୍ମ ନିଏ ସେତିକି ନର୍କରୁ ସେ ଉଦ୍ଧାର ପାଇକି ପୁଣି ସେ ନର୍କରେ ଘାଣ୍ଟି ହେଇଥାଏ। ବାରମ୍ବାର 84 ଲକ୍ଷ ଥର ନର୍କରେ ସେ ଘାଣ୍ଟି ହୁଏ। ତେଣୁ ଶ୍ରୀ ଜଗନ୍ନାଥଙ୍କର ଗୋଟେ ବିଶେଷ ଯାତ୍ରା ଚନ୍ଦନ ଯାତ୍ରା। ଚନ୍ଦନ ଶେଷ ଦିନ ନରେନ୍ଦ୍ର ପୁଷ୍କରିଣୀର ଚତୁଃପାର୍ଶ୍ୱରେ ମହାପ୍ରଭୁ 84 ଥର ବୁଲିଥାନ୍ତି, ଯାହାକୁ ଚକ୍ର କିଳିବା ଭଉଁରୀ କୁହାଯାଏ। ତେବେ ଜୀବନର ପ୍ରଚଣ୍ଡ ବଦ୍ଧ ସମୟକୁ ଗ୍ରୀଷ୍ମ ସହିତ ତୁଳନା କରାଯାଏ। ଯୌବନକୁ ବସନ୍ତ ସହିତ ତୁଳନା କରାଯାଏ। ଆପଣମାନେ ଆଗରୁ ଶୁଣିଛନ୍ତି ବସନ୍ତ ଋତୁରେ ଜୀବନ ବସନ୍ତରେ ଯୌବନ କଡ଼ି। ଜୀବନ ଯଦି ବସନ୍ତ ହୁଏ ତାହେଲେ ଯୌବନଟି ହେଉଛି କଡ଼ି। କାରଣ
फुटिण 2 दिन पड़िब झड़ी कारण बसंत पर खरा आसीजिव जेमिति गोटे दिन पर फूल मौली जाए सेमितिका ये जो जौवन रूपक कढ़ी ये फूल फुटिकी तापर मौली जीव झड़ी जीव ताकू नहीं को उन्मादना हबार आवश्यक नहीं सेमिति जेतेबेले हमर प्रचंड बद्ध समय आसे उत्तप्त समय आसे ताकू ग्रीष्म सहित तुलना करा जाए अर्थ जीवनर प्रचंड बद्ध समय को ग्रीष्म सहित तुलना कले प्रभुंक कृपारु शीतल बा चंदन सहित प्रभुंक कृपा हमको प्राप्ति ताकू कृपा को चंदन सहित तुलना करा जाए एई हेतु महाप्रभु कौन करती ना चंदन यात्रा रे 2 थर चाप करिथांती आपण जानते दिन तो चाप होला पुणी राति रे काई चाप हो ना गोटे दिन चाप गोटे राति चाप अर्थ सूर्य और चंद्र को केंद्र करिकी ये चाप होइथे कारण कौन ना कालर कराल भौरी रक्षा पाइबा पाई आपण